କେଉଁ ଆନ୍ଦୋଳନ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ନେତୃତ୍ୱାଧୀନ ଶେଷ ଆନ୍ଦୋଳନ ଥିଲା? ଆଙ୍ଗୁଳି ଛାପା ଥିବା ପଞ୍ଜୀକୃତ ପ୍ରମାଣପତ୍ର ବିରୋଧୀ ଆନ୍ଦୋଳନ। ଏହାର ଅର୍ଥ ହେଉଛି ଭାରତୀୟମାନେ ଦକ୍ଷିଣ ଆଫ୍ରିକାରେ ଯେତେବେଳେ ଯେଉଁଠାରେ ବୁଲିବେ ନିଜ ସାଙ୍ଗରେ ଗୋଟେ ପ୍ରମାଣପତ୍ର ଧରି ବୁଲୁଥିବେ। ଏହା ବିରୁଦ୍ଧରେ ଗାନ୍ଧିଜୀ ଆନ୍ଦୋଳନ କରିଥିଲେ 1906 ମସିହାରେ। ଏହି ଆନ୍ଦୋଳନ ହୋଇଥିଲା 1906 ମସିହା। ରେଳଗାଡ଼ିରେ ପ୍ରଥମ ଦ୍ୱିତୀୟ ଶ୍ରେଣୀ କୋଠରୀରେ ଯାତ୍ରା ନିଷେଧ ବିରୁଦ୍ଧରେ ଆନ୍ଦୋଳନ। ଅର୍ଥାତ୍ ଭାରତୀୟମାନେ ସେଠାରେ ପ୍ରଥମ ଦ୍ୱିତୀୟ ଶ୍ରେଣୀ ଟ୍ରେନରେ ରେଳରେ ସେମାନେ ଯାତ୍ରା କରିପାରୁନଥିଲେ। ଏ ବିରୁଦ୍ଧରେ ଆନ୍ଦୋଳନ କରାଯାଇଥିଲା, କିନ୍ତୁ କେତେ ମସିହାରେ ବହିରେ କିଛି ଲେଖା ନାହିଁ। ରାତି 9 ପରେ ଘରୁ ବାହାରକୁ ନ ଯିବା ପାଇଁ ବାରଣ ବିରୁଦ୍ଧରେ ଆନ୍ଦୋଳନ। ରାତି 9 ପରେ ଭାରତୀୟମାନେ ଦକ୍ଷିଣ ଆଫ୍ରିକାରେ ବାହାରକୁ ଯାଇପାରୁନଥିଲେ। ଖ୍ରୀଷ୍ଟିଆନ ରୀତି ଅନୁସାରେ ସମ୍ପାଦିତ ହୋଇନଥିବା ଓ ପଞ୍ଜୀକରଣ ହୋଇନଥିବା ଭାରତୀୟମାନଙ୍କ ବିବାହର ସ୍ୱୀକୃତି ପ୍ରତ୍ୟାହାର ବିରୁଦ୍ଧରେ ଆନ୍ଦୋଳନ। ଏହି ଆନ୍ଦୋଳନଟା ଗାନ୍ଧିଜୀଙ୍କ ଦ୍ୱାରା 1913 ମସିହାରେ ଦକ୍ଷିଣ ଆଫ୍ରିକାରେ କରାଯାଇଥିଲା। ଏହା ହିଁ ଥିଲା ଗାନ୍ଧିଜୀଙ୍କର ଦକ୍ଷିଣ ଆଫ୍ରିକାରେ ଶେଷ ଆନ୍ଦୋଳନ।